श्रीमाता शरणं मम श्री अरविंद शरणं मम। आज ऑनलाइन पाठचक्र सनलाइट पाथ आईडी माध्यम योगदान करथिबा समस्त मातृप्रेमी भाई बापा को सादर सप्रेम नमस्कार सह पुनः स्वागत करुछि। आमे समस्ते मांकर कृपा प्रार्थी, आमे समस्ते तांकर संतान, समस्ते तांकर शिशु एवं समस्ते तांकर शिक्षार्थी, तांकर छात्र छात्री। तेणु आम समस्तंकर से परम आराध्या परम गुरु दिव्यजननी को अशेष अशेष प्रणति जणेबा, कृतज्ञता जणेबा जे आमको ये महान सुजोग बराबर दे आसुचंती। मांकर प्रतीक ये प्रसंगर आलोचना क्रम रे आमे गत अधिवेशन रे मांकर प्रतीकर जो बहिस्थ वृत्त तार द्वादश विभाव, ये द्वादश विभाव रु आम चारोटी विभाव संपर्क में आलोचना कर सकते, जोड़िक आम अध्ययन करते गत रविवार दिन। जोड़िक हूँ शांति, समता, ग्रहणशीलता एवं अभिप्सा। आज आम परवर्ती विभाग गुड़िक मांकर शक्ति गुड़िक जहाँ मांकर प्रतीकर बहिस्थ वृत्त जो गुण गुड़िकर प्रतिनिधित्व करे आम से सब अध्ययन करवा। से गुड़िक हूँ उदारता, जेनरोसिटी, शुभ भाव बा गुडविल, साहस बा करेज, प्रगति बा प्रोग्रेस, प्रयत्नशीलता बा परसिवियरेंस, कृतज्ञता बा ग्रेटिट्यूड, विनम्रता ह्यूमिलिटी, सत्यनिष्ठा बा सिंसियरिटी। ए प्रसंग रे मु कही रखे जे मांकर जो प्रतीकर बहिस्थ वृत्त जो दिव्य गुण गुड़िकर प्रतिनिधित्व करे, यही गुण गुड़िक प्रकृत में आम भितर दिव्यतार विकास निमंते सहायता करे। आम जदि यही गुण गुड़िक निज भितर अभ्यास करने चेष्टा करवा, संपूर्ण रूपे तो करिपरिबा नहीं, किछि किछि करवा आंशिक भाव में आम सामर्थ्य जितकी आम चेतनार स्थिति अनुसार आम यदि आंतरिक भाव में चेष्टा करवा ताहा क्रमश आहुरी शुद्धतर हो एवं परिशेष रे ये गुण गुड़िक जो दिव्यतार प्रतिनिधित्व करुछन्ति, जो दिव्यता बहन करुछन्ति, से दिव्यता आम भीतर प्रकाशित हो। सेतेबेले ही आमे ये गुण गुड़िक यथार्थ भाव में प्रदर्शन करिपरिबा। तेबे से दिगरे प्रस्तुत हवा निमंते निज तरफ गोटे आंतरिक प्रयास मध्य आमर चेतना को यथेष्ट परिमाण में शुद्ध कर दे पारे। सेथिपाई मांकर प्रतीकर तात्पर्य रही, प्रासंगिकता रही। एवं ये दिव्य गुण गुड़िक केवल गोटे गोटे दिव्यतार भाव नुहंती, एटा गोटे मानसिक धारणा बा गोटे चेतनार शुद्ध अवस्था केवल सेतिक नुहे। एगुड़िक बहुत सामर्थ्य बहन करती निज भितर, जो सामर्थ्य की असाध्य साधन कर इट कैन वर्क मिराकल। एवं आमको अनेक समय रे अनेक विपद आपद रक्षा कर दे पारे।
ଏଇଟା ତା ପାଇଁ ଗୋଟେ ଅତି ସାମାନ୍ୟ କଥା। ସେ ଗୁଣ ଗୁଡ଼ିକର ସାମର୍ଥ୍ୟ ଏତିକି ଯେ ଆମେ ଯେଉଁ କହୁ ବିଭିନ୍ନ ପରିସ୍ଥିତିରେ ମାଙ୍କର କବଚ ଆମକୁ ରକ୍ଷା କଲା, ମାଙ୍କର ପ୍ରତୀକ ଆମର ସମ୍ମୁଖକୁ ଆସି ମତେ ଗୋଟେ ଆକସ୍ମିକ ଦୁର୍ଘଟଣାରୁ ବଞ୍ଚେଇ ଦେଲା। ଅନେକ ସାଧକଙ୍କର ଏମିତି ଅନୁଭୂତି ଥାଏ, ସୂକ୍ଷ୍ମ ଅନୁଭୂତି ଗୁଡିକ। ସେଗୁଡିକ ବାସ୍ତବ, ସେଗୁଡିକ କାଳ୍ପନିକ ନୁହନ୍ତି, ବାସ୍ତବ ଅନୁଭୂତି। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ପ୍ରତ୍ୟକ୍ଷ ରୂପରେ ମାଙ୍କର ପ୍ରତୀକ ଆସି ଅନେକ ସମୟରେ ଅନେକ ସାଧକଙ୍କର ବାଧା ବିଘ୍ନ ଦୂର କରିଛି, ଅନେକ ସଙ୍କଟରୁ ତାଙ୍କୁ ରକ୍ଷା କରିଛି। କିନ୍ତୁ ସେ ପ୍ରତୀକର ସାମର୍ଥ୍ୟ ଯେତିକି, ସେ ତୁଳନାରେ ଅତି ତୁଚ୍ଛ, ଗୋଟେ ପ୍ରକାର ପିଲାଳିଆ କଥା। ତା ସତ୍ତ୍ୱେ ଆମେ ଯେଉଁ ଚେତନା ସ୍ତରରେ ଅଛୁ, ଆମ ପାଇଁ ଏଇଟା ମହାନ, ଆମ ପାଇଁ ଏଇଟା ବିରାଟ। ତେଣୁ ଅଶେଷ ସାମର୍ଥ୍ୟ ରହିଛି ମାଙ୍କର ପ୍ରତୀକର। ଯିଏ ଶ୍ରଦ୍ଧା ଭକ୍ତି ସହକାରେ ମାଙ୍କର ପ୍ରତୀକ ଉପରେ ନିତ୍ୟ ଧ୍ୟାନ କରିବେ ଏବଂ ଏହି ଦିବ୍ୟ ଗୁଣ ଗୁଡିକ ନିଜ ଭିତରେ ଅଭ୍ୟାସ କରିବା ପାଇଁ ଚେଷ୍ଟା କରିବେ, ସଦାସର୍ବଦା ତାକୁ ମନେ ରଖିବେ, ଚେତନାର ସମ୍ମୁଖରେ ରଖିବେ, ସେମାନଙ୍କର ଚେତନାରେ ଏବଂ ତାଙ୍କର ଏଇ ଜୀବନରେ ନିଶ୍ଚିତ ରୂପେ ସାଧିତ ହେବ ଯୁଗାନ୍ତର। ଏଥିରେ ଦୂରତ୍ୱ ନାହିଁ। ତେବେ ଆମେ ମାଙ୍କର ସେ ଦିବ୍ୟ ଗୁଣ ଗୁଡିକ ଭିତରକୁ ଯିବା। ପରବର୍ତ୍ତୀ ଯେଉଁ ଦିବ୍ୟ ଗୁଣଟି ଉପରେ ଆମେ ବର୍ତ୍ତମାନ ଏକାଗ୍ର ହବା, ସେଟା ହଉଛି ବିନମ୍ରତା। ବିନମ୍ରତା ମାଙ୍କର ପ୍ରତୀକର ଦିବ୍ୟ ଗୁଣ ଗୁଡିକ ମଧ୍ୟରୁ, ଦିବ୍ୟ ବିଭାବ ଗୁଡିକ ମଧ୍ୟରୁ ଅନ୍ୟତମ। ବିନମ୍ରତା ସମ୍ପର୍କରେ ମାଙ୍କର ବାଣୀକୁ ଆଧାର କରି ଆମେ କିଛି ଅଧ୍ୟୟନ କରିବା। ବିନମ୍ରତା ବାସ୍ତବିକ ଗୋଟେ ଦିବ୍ୟ ଗୁଣ। ମାଙ୍କର ବାଣୀ ତ ଅନେକ ରହିଛି, ତା ପୂର୍ବରୁ ଆମେ ସମସ୍ତେ ବିନମ୍ରତା ସମ୍ପର୍କରେ ଅନେକ କିଛି ଜାଣୁ। ବିନମ୍ରତା ଆମର ବ୍ୟକ୍ତିତ୍ୱର ଭୂଷଣ ହେଇଥାଏ। ବିନମ୍ର ବ୍ୟକ୍ତିକୁ ସମସ୍ତେ ଶ୍ରଦ୍ଧା କରିଥାନ୍ତି। ଯେ ବିନମ୍ର ହେଇଥାଏ ସେ ସମସ୍ତଙ୍କର ପ୍ରିୟ ହେଇଥାଏ। ଏବଂ এই ବିନମ୍ରତାର ଆଧାରରେ ଜ୍ଞାନ ଆମ ପାଖରେ ଅବତରଣ କରେ, ଆମ ଚେତନାର ଅବତରଣ କରେ। ଯିଏ ଯେତେ ବିନମ୍ର ସେ ସେତେ ଅଧିକ ଗ୍ରହଣଶୀଳ ହେଇଥାଏ। ବିନମ୍ରତାର ବିପରୀତ ହେଉଛି ଔଦ୍ଧତ୍ୟ, ଆରୋଗେନ୍ସ, ଯାହାକି ଆମର ଗ୍ରହଣଶୀଳତାର ପଥରୋଧ କରିଦିଏ, ଗ୍ରହଣଶୀଳତାର ଦ୍ୱାରକୁ ବନ୍ଦ କରିଦିଏ। ସେଥିପାଇଁ ଶାସ୍ତ୍ରରେ ଅଛି ବିଦ୍ୟା ଦଦାତି ବିନୟମ୍, ବିନୟମ୍ ଜାତି ପାତ୍ରତା। ଯାହା ପାଖରେ ବିନମ୍ରତା ଥାଏ ତାକୁ ବିଦ୍ୟା ପ୍ରାପ୍ତ ହୁଏ, ଏବଂ ସେ ବିଦ୍ୟା ପ୍ରାପ୍ତ ହେଲେ ସେ ବ୍ୟକ୍ତି ଆହୁରି ଅଧିକ ବିନମ୍ର ହୁଏ। ଦେଖନ୍ତୁ ବିନମ୍ରତାର କେତେ ମାହାତ୍ମ୍ୟ।
କାରଣ ପ୍ରକୃତ ଜ୍ଞାନ ଜଣକୁ ବିନମ୍ର କରେ। ଆମେ ଯଦି କେହି ଏମିତି ବ୍ୟକ୍ତିଙ୍କୁ ଦେଖିବା କି ବହୁତ ଜ୍ଞାନୀ କିନ୍ତୁ ଅତ୍ୟନ୍ତ କ୍ରୂର ଏବଂ ଉଗ୍ର ସ୍ୱଭାବର, ଗର୍ବୀ, ଉଦ୍ଧତ, ତାହେଲେ ତାଙ୍କର ଯେତେ ଜ୍ଞାନ ଥିଲେ ବି ତାଙ୍କୁ ଅଜ୍ଞାନ ବୋଲି କହିବାକୁ ପଡିବ। କାରଣ ସେ ଜ୍ଞାନ କିଛି କାମରେ ଆସିବ ନାହିଁ, ସେଟା ପ୍ରକୃତ ଜ୍ଞାନ ନୁହେଁ। ପ୍ରକୃତ ଜ୍ଞାନର ଅଧିକାରୀ ଯିଏ ହେଇଥିବ, ସର୍ବପ୍ରଥମେ ତାର ଚେତନାରେ ପ୍ରକାଶିତ ହେବ ବିନମ୍ରତାର ଭାବ। ସେ ଆହୁରି ଅଧିକ ଜ୍ଞାନ ଗ୍ରହଣ କରିବା ପାଇଁ ଯୋଗ୍ୟ ପାତ୍ରରେ ପରିଣତ ହେଇଯାଆନ୍ତି। ଏଇଟା ସେଇ ପ୍ରବାଦର ଅର୍ଥ। ବିନମ୍ରତା ଆମକୁ ଆହୁରି ଯୋଗ୍ୟ କରିଦିଏ ଅଧିକ ଜ୍ଞାନ ଆହରଣ କରିବା ପାଇଁ। ବିନମ୍ର ଆମେ କାହିଁକି ହେବା? ବିନମ୍ର ଆମେ ଏଥିପାଇଁ ହେବା ଯେ ଆମର ଗର୍ବ କରିବାର ବା ଔଦ୍ଧତ୍ୟ ପ୍ରକାଶ କରିବାର, ଆତ୍ମମ୍ଭରିତା ପ୍ରକାଶ କରିବାର କୌଣସି କାରଣ ନାହିଁ, କୌଣସି ସମୟରେ ଏବଂ କୌଣସି ପରିସ୍ଥିତିରେ। କାରଣ କେହି ବି କହିପାରିବ ନାହିଁ ଯେ ତାଠାରୁ ବଡ ଆଉ କେହି ନାହାନ୍ତି ଶିକ୍ଷାରେ, ଶାରୀରିକ ସାମର୍ଥ୍ୟରେ, ବୁଦ୍ଧିରେ କି ବିନମ୍ରତାରେ ତାଠୁ ଅଧିକ ଶ୍ରେଷ୍ଠ ଆଉ କେହି ନାହାନ୍ତି ବୋଲି କିଏ କହିପାରିବ କି? ତେଣୁ ବରେଣ୍ୟ କବି ଗଙ୍ଗାଧର କହିଲେ, ତହୁଁ ବଡ ଯେଣୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ। ଯେ ପ୍ରକୃତରେ ଜ୍ଞାନୀ ସେ ନିଜକୁ କେବେ ହେଲେ ଗୁରୁ ସ୍ଥାନରେ ରଖିବ ନାହିଁ, ସେ ନିଜକୁ ଶିଷ୍ୟ ମନେ କରିବ, ଛାତ୍ର ମନେ କରିବ। ଯେ ଛାତ୍ର ମନେ କରିବ ନିଜକୁ, ସେ ଜ୍ଞାନାର୍ଥୀ ହବ, ଜ୍ଞାନ ତାକୁ ପ୍ରାପ୍ତ ହବ। ଯେ ଶିକ୍ଷକର ଭୂମିକା ଗ୍ରହଣ କରିଦେବ, ସେ ଭାବିବ ମୋର ଆଉ ତ କିଛି ଶିଖିବାର ନାହିଁ, ବରଂ ଜଗତକୁ ମୋର ଶିକ୍ଷା ଦେବାର ଅଛି, ଜ୍ଞାନ ବିତରଣ କରିବାର ଅଛି, ମୋ ପାଖରେ ଏତେ ଜ୍ଞାନ ହେଇଗଲା। ସେଇଠି ତାର ଜ୍ଞାନର ପଥ ଅବରୁଦ୍ଧ ହେଇଯିବ, ଆଉ ନୂତନ ଜ୍ଞାନ ତା ପାଖକୁ ଆସିବ ନାହିଁ। ଏବଂ ଜ୍ଞାନ ତ ଅସୀମ, ଆମ ପାଖରେ କେତେ ବା ଅଛି ଯେ ତାକୁ ନେଇ ଆମେ ଗର୍ବ କରିବା। ତେଣୁ ଯଥାର୍ଥ ଗ୍ରହଣଶୀଳତା ହଉଛି ବିନମ୍ରତା। ଏବଂ ବିନମ୍ରତାଟା ଅତ୍ୟନ୍ତ ସରଳ ବୋଲି ମା କହିଛନ୍ତି। ଯେ ବିନମ୍ର ସେ ସରଳ ନିଶ୍ଚୟ ହେଇଥିବ। ଜଟିଳ ସ୍ୱଭାବର ବ୍ୟକ୍ତି, କୁଟିଳ ସ୍ୱଭାବର ବ୍ୟକ୍ତି କେତେବେଳେ ବିନମ୍ର ହେଇପାରିବ ନାହିଁ। ଛୋଟ ଶିଶୁ ସଦୃଶ ସରଳ ହବ, ଭଗବାନଙ୍କ ଉପରେ ଆସ୍ଥା ରଖିବ, ଭରସା ରଖିବ ଏବଂ ନିଜର ସାମର୍ଥ୍ୟ, ପ୍ରକୃତ ତ ନିଜର ବୋଲି କିଛି ନୁହେଁ। ତେଣୁ ଯିଏ ପ୍ରକୃତ ଜ୍ଞାନୀ ସେ ଜାଣିପାରେ ତା ନିଜର ବୋଲି କିଛି ନାହିଁ, ତେଣୁ ଗର୍ବ କରିବ କାହାକୁ ନେଇକି? ସବୁ ତ ତାଙ୍କରି ଦାନ। ତଥାପି ବି ଅହଙ୍ଗତ ଚେତନାରେ ମଣିଷ ଯଦି ନିଜର ସାମର୍ଥ୍ୟ, ନିଜ ଉପାର୍ଜିତ ସାମର୍ଥ୍ୟ ବୋଲି କିଛି ଯାହାକୁ ମନେ କରେ, ସେ ସଚେତନ ହେବା ଦରକାର। ଯାହାକୁ ସେ ଉପାର୍ଜନ ବୋଲି କହୁଛି, ତାର ସେ ସାଧନ ଗୁଡିକ ତ ତାହାର ନିଜର ନୁହେଁ, ସେ ତ ନିଜେ ତିଆରି କରିନାହିଁ। ଶରୀରକୁ ନେଇକରି ଯଦି ମୁଁ କିଛି ଶକ୍ତି ଆହରଣ କଲି, କିଛି ଜ୍ଞାନ ଆହରଣ କଲି, ମନୋବୁଦ୍ଧିକୁ ନେଇକରି, ଏଇ ଯେଉଁ ଉପାଦାନ, ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷର ଉପାଦାନରେ ଗଠିତ ଆମର ଯେଉଁ ଆଧାର, ଏହାକୁ ତ ମୁଁ ତିଆରି କରିନାହିଁ। ଏଇଟା ଯାହାର ଦାନ, ତାଙ୍କ ପ୍ରତି କୃତଜ୍ଞ ହେବା, ତାଙ୍କ ପ୍ରତି ମୋର କୃତଜ୍ଞତା ନିବେଦନ କରିବା, ଏଇଟା କଣ ମୋର କର୍ତ୍ତବ୍ୟ ନୁହେଁ? ଗର୍ବ କରିବାର ପ୍ରଶ୍ନ କୋଉଠି ଉଠୁଛି? କୌଣସି ସମୟରେ, କସ୍ମିନ୍ କାଳେ, କୌଣସି ପରିସ୍ଥିତିରେ ମଣିଷର ଗର୍ବ କରିବାର ଅଧିକାର ନାହିଁ।
ତେଣୁ ଯେ ଜ୍ଞାନୀ ସେ ବିନମ୍ର ହେଇଥାଏ। ମା କହିଛନ୍ତି ହ୍ୟୁମିଲିଟି adorable in its simplicity। ବିନମ୍ରତା ଗୁଣଟି ସରଳତା ଉପରେ ଆଧାରିତ, ତେଣୁ ଏଇଟା ବନ୍ଦନୀୟ। ଯୋଉମାନେ ଯେତେ ଉଚ୍ଚ ସ୍ତରରେ ଥାଆନ୍ତି ସେମାନେ ସେତେ ସରଳ ଏବଂ ନମ୍ର ହେଇଥାନ୍ତି ବୋଲି ମା କହିଛନ୍ତି। The greater beings are always the most simple and modest। ଏ ପ୍ରସଙ୍ଗରେ ମୁଁ ସୂଚନା ଦଉଛି, ଆପଣମାନେ ଜାଣିଥିବେ ହୁଏତ, ତଥାପି ପ୍ରାସଙ୍ଗିକତା ଦୃଷ୍ଟିରୁ ବରେଣ୍ୟ କବି ଗଙ୍ଗାଧରଙ୍କର ମହିମା ବୋଲି ଗୋଟେ କବିତା ଅଛି। ସେ କବିତାର ପ୍ରତ୍ୟେକଟି ପଂକ୍ତି ମହାନତା ଉପରେ ଆଧାରିତ ଏବଂ ମହାନତାର ଅନେକ ଗୁଣ କବି ସେଠି ବର୍ଣ୍ଣନା କରିଛନ୍ତି। ସେ କବିତାର ପ୍ରଥମ ପଂକ୍ତିଟି ମୋର ମନେ ପଡୁଛି, ଯାହାକି ବିନମ୍ରତା ସମ୍ପର୍କରେ। ଉଚ୍ଚେ ଥାଇ ସଦା ନମ୍ର ହୋଇଥାନ୍ତି ସତତ ମହତ ଜନ, ରବି ଶଶି ତାରା କେଡେ ଊର୍ଦ୍ଧ୍ୱେ ସ୍ଥିତ ସମସ୍ତେ ନତବଦନ। ଯେଉଁମାନେ ମହତ୍ ସେମାନେ ଯେତେ ଉଚ୍ଚରେ ଥିଲେ ମଧ୍ୟ ବିନମ୍ର ହେଇଥାନ୍ତି। ସେମାନେ ମୁହଁ ଉପର କରି ଚାଲନ୍ତି ନାହିଁ, ମୁହଁ ତଳକୁ କରି ଚାଲନ୍ତି। ସୂର୍ଯ୍ୟ ତାରା ଚନ୍ଦ୍ର ଏମାନେ ତ ସମସ୍ତେ ତଳକୁ ମୁହଁ କରି ରହିଛନ୍ତି, ଏତେ ଉଚ୍ଚରେ ଥାଇକରି ବି। ଆଉ ମଣିଷ ବା କି ଛାର। ତେଣୁ ଆମର ଯଥାର୍ଥ ମନୋଭାବଟି ସବୁବେଳେ ବିନମ୍ରତାର ମନୋଭାବ ହେବା ଉଚିତ ବୋଲି ମା କହିଛନ୍ତି। ମା କହିଛନ୍ତି এই ବିନମ୍ରତାଟି ପ୍ରକୃତରେ ଯୋଗ ପାଇଁ ଗୋଟେ ମହତ୍ତମ ଆବଶ୍ୟକତା। The first quality required in yoga is humility ବୋଲି ମା କହିଛନ୍ତି। ବିନମ୍ରତା ହେଉଛି ପ୍ରଥମ ଆବଶ୍ୟକ ଗୁଣ ଯୋଗ ପଥରେ ଯିବା ପାଇଁ, ଅଗ୍ରସର ହେବା ପାଇଁ। ଏବଂ କହିଛନ୍ତି a true and sincere humility is our safeguard। It is the surest way to the indispensable dissolution of the ego। ଦେଖନ୍ତୁ କେତେ ସୂକ୍ଷ୍ମ ରହସ୍ୟ ଭିତରେ ଅଛି। ପୂର୍ଣ୍ଣ ଯୋଗର ଟାର୍ଗେଟ ହେଉଛି ଡିଜୋଲ୍ୟୁସନ ଅଫ ଦି ଇଗୋ। ଏ ଅହଙ୍ଗର ବିନାଶ ପାଇଁ ଆସିଛନ୍ତି ଦିବ୍ୟ ଜନନୀ ଶ୍ରୀମା। ଯେମିତି ମହିଷାସୁରର ବିନାଶ ପାଇଁ, ମହିଷାସୁର ଯିଏକି ଥିଲା କାମର ପ୍ରତୀକ, କାମନାର ଯେଉଁ ଉଦ୍ଦାମତା ଯାହାକି ସମଗ୍ର ଜଗତକୁ କବଳିତ କରି ରଖିଥିଲା, ଏଯାବତ ରଖିଛି ମଧ୍ୟ, ସେ ସମୟରେ ସମସ୍ତ ଋଷି ନର ଅସୁର ସୁର ଦେବତା ଗନ୍ଧର୍ବ ରାକ୍ଷସ ଯକ୍ଷ କିନ୍ନର ସମସ୍ତେ ଯେତେବେଳେ ଉତ୍ପୀଡ଼ିତ ହେଲେ ମହିଷାସୁରର ଅତ୍ୟାଚାରରେ, ସମସ୍ତଙ୍କର ଆସ୍ପୃହାର, ସାମଗ୍ରିକ ଆସ୍ପୃହାର ଫଳ ସ୍ୱରୂପ ଆବିର୍ଭୂତ ହେଲେ ଦେବୀ ଦୁର୍ଗା। ଠିକ ସେମିତି ଏ ସମଗ୍ର ପୃଥିବୀ, ସମଗ୍ର ବିଶ୍ୱ ଜଗତ ବର୍ତ୍ତମାନ ଯାହାର କବ୍ଜାରେ ଛଟପଟ ହଉଛି ମାନେ ତାର ବିବର୍ତ୍ତନଟା ଆଉ ଆଗେଇ ପାରୁନାହିଁ। ବିବର୍ତ୍ତନ ଗୋଟେ ସଙ୍କଟ ସୃଷ୍ଟି କରିଛି ଯେଉଁ ରାକ୍ଷସ, ସେ ହେଉଛି ଅହଙ୍କାର, ଇଗୋ। ତାର ବିନାଶ ପାଇଁ ଆସିଛନ୍ତି ଦିବ୍ୟଜନୀ। କିନ୍ତୁ ସିଏ ସେଟା କରିବେ ଆମମାନଙ୍କ ମାଧ୍ୟମରେ, ସେଥିପାଇଁ ତ ସେ ଆମମାନଙ୍କର ସହଯୋଗ ଆଶା କରନ୍ତି। ନିଜେ ଚାହିଁଲେ ତ ଗୋଟେ ମୁହୂର୍ତ୍ତରେ କରିଦେବେ, କିନ୍ତୁ ସେଟା ଭଗବାନଙ୍କ ଲୀଳାର ଉଦ୍ଦେଶ୍ୟ ନୁହେଁ। ଅପରା ପ୍ରକୃତି ଅନ୍ତର୍ଗତ ଜୀବର ଅହଙ୍କାର ଦେଇକରି ସେ କାର୍ଯ୍ୟ କରୁଛନ୍ତି। ତେଣୁ ଆମକୁ ଆମର ଯେଉଁ ଅହଙ୍ଗତ ସ୍ୱାଧୀନତା ଦିଆଯାଇଛି, ସେଇ ସ୍ୱାଧୀନତାକୁ ପ୍ରୟୋଗ କରି, ଅହଙ୍ଗର ସ୍ୱାଧୀନତାକୁ ପ୍ରୟୋଗ କରି ଅହଙ୍ଗର ହିଁ ବିନାଶ କରିବାକୁ ପଡିବ। ଏବଂ ଏ ଅହଙ୍କାରର ବିନାଶ ପାଇଁ ଗୋଟେ ଦିବ୍ୟ ଆୟୁଧ ଆମ ସମ୍ମୁଖରେ ହେଉଛି
ବିନମ୍ରତା। ବିନମ୍ରତା ଯଦି ନାହିଁ ତାହେଲେ କଣ ହବ? ସ୍ୱାଭାବିକ ଭାବରେ ବୁଝି ହେଉଛି ଯାହା ପାଖରେ ବିନମ୍ରତା ନଥିବ ସେ ଉଦ୍ଧତ ହବ, କ୍ରୁର ହବ, ଗର୍ବ କରିବ। ଏଇଟା ତ ତାର ଅହଂକୁ ଆହୁରି ଅଧିକ ଅଧିକ ମୋଟା କରିବ। ପ୍ରକୃତରେ ରାକ୍ଷସ ଏବଂ ଦେବତା କିମ୍ବା ରାକ୍ଷସ ଏବଂ ମାନବ ଭିତରେ ଯେଉଁ ପାର୍ଥକ୍ୟ, ମୌଳିକ ପାର୍ଥକ୍ୟଟି ହେଉଛି ସେଟା ଅହଂର ସାନ୍ଦ୍ରତାର ପାର୍ଥକ୍ୟ, ଡେନ୍ସିଟି ଅଫ୍ ଇଗୋ, ଆଉ କିଛି ନାହିଁ। ଯାହାର ଅହଂ ଯେତେ ମୋଟା ସେ ସେତେ ନିମ୍ନ ଚେତନା ଦେଖାଏ, ରାକ୍ଷସ ଶ୍ରେଣୀର। ଯାହାର ଅହଂ ଯେତିକି ପତଳା ସେ ସେତେ ଅଧିକ ଦିବ୍ୟତା ଦିଗରେ ଯାତ୍ରା କରୁଛି। ମାନବୀୟ ଚେତନା ତାର ଗୋଟେ ମଧ୍ୟବର୍ତ୍ତୀ ଅବସ୍ଥାରେ ଅଛି। ଆମ ଭିତରେ କିଛି ଦିବ୍ୟତା, କିଛି ରାକ୍ଷସର ସ୍ୱଭାବ, ଅହଂର ଗୋଟେ ମଧ୍ୟବର୍ତ୍ତୀ ଅବସ୍ଥାରେ ବସିଛନ୍ତି। କିନ୍ତୁ ଯୋଗର ଉଦ୍ଦେଶ୍ୟ ହେଲା ପ୍ରୋଗ୍ରେସିଭ ଡିଜଲ୍ୟୁସନ ଅଫ୍ ଇଗୋ, ଅହଂର କ୍ରମାଗତ ବିନାଶ। ତେଣୁ ସେ ଦିଗରେ ବିନମ୍ରତା ଆମର ବହୁତ ପରିମାଣରେ ସହାୟକ ହବ। ତାପରେ ପରବର୍ତ୍ତୀ ଗୁଣଟି ହେଉଛି କୃତଜ୍ଞତା, ଯାହାକି ବିନମ୍ରତାର ଅତି ଘନିଷ୍ଠ ସହଚର, ଘନିଷ୍ଠ ବନ୍ଧୁ। କୃତଜ୍ଞତାର ଭାବଟି ବହୁତ ସୁନ୍ଦର। ଦେଖନ୍ତୁ ଏଥିରେ ବହୁତ ରହସ୍ୟ ଭରି ରହିଛି, ବହୁତ କଥା ଅଛି। ପ୍ରକୃତରେ ଆମେ ସମୟ ମିଳିଲେ ଏଇ ଦିବ୍ୟ ଗୁଣ ଗୁଡିକ ମାଙ୍କର ଦିନକୁ ଗୋଟିଏ ଲେଖାଏଁ ଅଧ୍ୟୟନ କରିବା, କାରଣ ବହୁତ କଥା ଅଛି ଏଥିରେ। ଅଳ୍ପ ସମୟରେ ସେଥିରୁ ମତେ ଅନେକ କିଛି ଛାଡି ଯିବାକୁ ପଡୁଛି। ଯାହା ହଉ, କୃତଜ୍ଞତା ଏକ ଦିବ୍ୟ ଗୁଣ। କୃତଜ୍ଞତାର ଭାବଟି ବିନମ୍ରତା ସହିତ ଆସିଥାଏ। କୃତଜ୍ଞତାଟି ମଧ୍ୟ ଗୋଟେ ଜ୍ଞାନର ପରିଚାୟକ। ମୂର୍ଖ ସବୁବେଳେ ଉଦ୍ଧତ ହେଇଥାଏ, ବିନମ୍ର ହୁଏ ନାହିଁ କି କୃତଜ୍ଞ ହୁଏ ନାହିଁ। ମା କହିଛନ୍ତି କୃତଜ୍ଞତା ଗୋଟେ ଏମିତି ଗୁଣ ଯାହାକି ଆମର ଚେତନାର ସମସ୍ତ ଦ୍ୱାର ଗୁଡିକୁ ଖୋଲି ଦିଏ ଏବଂ ବିଭୁ କୃପାଙ୍କୁ ଭିତରକୁ ଡାକି ଆଣେ। ଚେତନାର ସମସ୍ତ ଦ୍ୱାର ଖୋଲିଦିଏ ବୋଲି କହୁଛନ୍ତି। Gratitude opens all the closed doors and lets the grace which shapes penetrate deeply. ବିଭୁ କୃପା ଯାହାକି ଆମକୁ ରକ୍ଷା କରେ, ଆମକୁ ଉଦ୍ଧାର କରେ, ଆମକୁ ଶୁଦ୍ଧ କରେ, ତାକୁ ସେ ଭିତରକୁ ଡାକି ଆଣେ। ଆମର ଚେତନାର ସମସ୍ତ ଦ୍ୱାର ବିଭୁ କୃପା ପରେ ଉନ୍ମୁକ୍ତ ହେଇଯାଏ ଏଇ ଗୁଣ ଅଭ୍ୟାସ ଦ୍ୱାରା। କୃତଜ୍ଞତା, କୃତଜ୍ଞ ଆମେ କାହା ଉପରେ ହେବା ଏବଂ କାହିଁକି ହେବା? କୃତଜ୍ଞତା ଆମେ ଜଣେଇବା ଭଗବାନଙ୍କୁ, ଭାଗବତୀ ଶକ୍ତିଙ୍କୁ। କାହିଁକି ନା ପ୍ରତି ମୁହୂର୍ତ୍ତରେ ଆମେ ଯାହା ବି ଦେଖୁଛନ୍ତି, ଯାହା ଆମ ଚତୁଃପାର୍ଶ୍ୱରେ ଅଛି, ଆମେ ନିଜେ ଯାହା ସମ୍ପୂର୍ଣ୍ଣ ଭାବରେ ଏବଂ ଯାହା କିଛି ଆମର ନିଜର ବୋଲି ଆମେ ମନେ କରୁଛୁ, ଏ ସବୁ ତାଙ୍କରି ଦାନ ବ୍ୟତୀତ ଆଉ କିଛି ନୁହେଁ। ଏପରିକି ଆମର ଅସ୍ତିତ୍ୱ, ଯାହାକୁ ନେଇକରି ଆମର ଏତେ ଗର୍ବ, ଯାହାକୁ ନେଇକରି ଆମର ଏତେ ଆସ୍ଫାଳନ, ଯାହାକୁ ନେଇକରି ଆମର ଏତେ ଚିନ୍ତା ଏବଂ ସମସ୍ୟା, ଏ ଆଧାରଟା କାହାର? ଆମେ କଣ ନିଜେ ନିଜକୁ ସୃଷ୍ଟି କରିଦେଇଛନ୍ତି? ଜ୍ଞାନ ଯୋଉ ଆସୁଛି, ବୁଦ୍ଧି ଆସୁଛି, ଏଇଟା କାହାର? ଆମେ ପ୍ରତି ମୁହୂର୍ତ୍ତରେ ନିଜକୁ ଯଦି ଅନୁଧ୍ୟାନ କରିବା,
ଆମକୁ କୃତଜ୍ଞତା ଜଣାଇବା ପାଇଁ ସମୟ ଅଣ୍ଟିବନି। ଏତେ କାରଣ ଅଛି ଆମ ପାଖରେ କୃତଜ୍ଞ ହେବା ପାଇଁ, କିନ୍ତୁ ଆମେ ଏଇ ଦାନ ଗୁଡ଼ିକୁ ଅଭ୍ୟାସ କରିକରି ଏତେ ଅଭ୍ୟସ୍ତ ହେଇଗଲୁଣି ଯେ ସେଟା ଗୋଟେ ଦାନ ଯୋଉଥିପାଇଁ ଆମେ କୃତଜ୍ଞ ହେବା କଥା ଭଗବାନଙ୍କ ପାଖରେ, ଏଇଟା ଆମେ ଭୁଲି ଯାଇଛୁ। ଆମେ ଭାବିନୁ ଯେ ଏଟା ମୋର ନିଜର ବୋଲି। ପ୍ରକୃତରେ ଆମେ କୌଣସି ବସ୍ତୁ ବା କୌଣସି ଦାନର ମୂଲ୍ୟ ସେତେବେଳେ ବୁଝୁ ଯେତେବେଳେ ବସ୍ତୁଟି ଆମ ହାତରୁ ଅନ୍ତର୍ହିତ ହେଇଯାଏ ବା ହାତଛଡ଼ା ହେଇଯାଏ। ଆମକୁ କେତେ ସୁନ୍ଦର ହାତ ଗୋଡ଼ ଦେଇଛନ୍ତି, ଯାହାକୁ ବ୍ୟବହାର କରି ଆମେ ବିଭିନ୍ନ କାମ କରୁଛୁ। এই ହାତ ଗୋଡ଼ର ମୂଲ୍ୟ ଆମେ ସେତେବେଳେ ବୁଝିବା ଯେତେବେଳେ ଆମେ ଦେଖିବା ଯେ ଆଉ ଜଣଙ୍କର କାହାରି ହାତଟିଏ ନାହିଁ, କିମ୍ବା କାହାରି ଗୋଡ଼ଟିଏ ନାହିଁ, କାହାରି ଆଖିଟିଏ ନାହିଁ, ସେ କେତେ ଅସୁବିଧା ଅନୁଭବ କରୁଛି। ଆମକୁ ସେ ଅସୁବିଧାରୁ ରକ୍ଷା କରୁଛନ୍ତି ଯେଉଁ ଭଗବାନ, ଏଇଟା କଣ ତାଙ୍କର କମ କୃପା? କଣ ଦେଇନାହାନ୍ତି ସେ ଆମକୁ? ବାପା ମା ଦେଇଛନ୍ତି। ଜୀବନରେ ଆମକୁ ସବୁଠୁ ଅଧିକ ଯିଏ ଭଲ ପାଏ, ଯିଏ ଆମର ସବୁଠୁ ବଡ଼ ହିତାକାଂକ୍ଷୀ, ସେ ହେଉଛନ୍ତି ଆମର ବାପା ମା। ଆମେ ତାଙ୍କ ପାଖରେ କେତେ କୃତଜ୍ଞ। ଯେଉଁ ପରମ ପିତା ଏବଂ ପରମା ଜନନୀ ଆମକୁ ଏଇ ପାର୍ଥିବ ମାତା ପିତା ପ୍ରଦାନ କରିଛନ୍ତି, ତାଙ୍କ ପାଖରେ ଆମେ କେତେ କୃତଜ୍ଞ। ଏବଂ ଆମର ସବୁ କିଛି ଘର ଦ୍ୱାର, ଧନ ସମ୍ପତ୍ତି, ଜ୍ଞାନ ବୁଦ୍ଧି, ଶକ୍ତି ସାମର୍ଥ୍ୟ, ବନ୍ଧୁ ବାନ୍ଧବ, ଏତେ କାରଣ ଅଛି, ମୁଁ ବର୍ଣ୍ଣନା କରିପାରିବି କି? ତେଣୁ ଭଗବାନଙ୍କର କୃପାର ପଟାନ୍ତର ନାହିଁ। ତାଙ୍କର କରୁଣା ଏତେ ବିରାଟ, ତାଙ୍କର କରୁଣାର ଭଣ୍ଡାର ଏତେ ବିରାଟ ଯେ ସମୁଦ୍ର ବୋଲି କହିଲେ ମଧ୍ୟ ଭୁଲ ଭଳି ଲାଗୁଛି କବିଙ୍କୁ। ତେଣୁ ସେ କହିଲେ, ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ ବୋଲି କହିବାକୁ ମନ ବଳୁନାହିଁ, ଯେଣୁ ସିନ୍ଧୁ ତବ କୃପା ବିନ୍ଦୁ। ତାଙ୍କର ଗୋଟିଏ ବିନ୍ଦୁ ମଧ୍ୟ ମୋ ପାଇଁ ସମୁଦ୍ର। ତେଣୁ ତାଙ୍କୁ କରୁଣା ସିନ୍ଧୁ ବୋଲି କଣ କହିବେ? ତ ସିନ୍ଧୁର ସିନ୍ଧୁ। କଣ ନ ଦେଇଛନ୍ତି ଆମକୁ? ଜନନୀର ସ୍ନେହ, ଜାୟର ପ୍ରଣୟ, ବୁଧ ବନ୍ଧୁ ସଦାଳାପ, ଜନକ ଆଦର ଏକ ଏକ ଝର, ହରି ଦେଉଛନ୍ତି ତାପ। ଆମର ଜୀବନକୁ ମଧୁମୟ କରିଦେଇଛନ୍ତି ସେ ପରମ ପ୍ରଭୁ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଭିତରେ ଭଗବାନଙ୍କ ପ୍ରତି ସବୁବେଳେ ଗୋଟେ କୃତଜ୍ଞତାର ଭାବ ବଳବତ୍ତର ରହିଥିବା ଦରକାର। ସେ ଭାବରେ ଆମେ ଜୀବନ ବଞ୍ଚିବା ଦରକାର। ଏବଂ ଯିଏ କୃତଜ୍ଞ ହବ, ଦେଖନ୍ତୁ ବର୍ତ୍ତମାନ ଆସିଲା ପରୀକ୍ଷାର ମୁହୂର୍ତ୍ତ। ଯେ କୃତଜ୍ଞ ହବ, ସିଏ କେବେ କ୍ରୂର, ଉଗ୍ର, ନିଷ୍ଠୁର, ଏପରିକି ସାମାନ୍ୟ ଅସନ୍ତୁଷ୍ଟ ବା ବିରକ୍ତ ହେଇପାରିବ କି? କୁହନ୍ତୁ। ଏଇଠି ହେଲା ପରୀକ୍ଷାର ମୁହୂର୍ତ୍ତ। ପ୍ରସଙ୍ଗଟିକୁ ଆସିବା ପାଇଁ ମୁଁ ଗୋଟେ ଛୋଟ ଉଦାହରଣ ଦେଉଛି। ଆର୍ଟ ଅଫ୍ ଲିଭିଂ ବିଷୟରେ ଆପଣ ଜାଣିଥିବେ। ଆଧ୍ୟାତ୍ମିକ ସଂଗଠନ, ଆନ୍ତର୍ଜାତିକ, ତାର ପ୍ରତିଷ୍ଠାତା ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର। ସେ ଥରେ ତାଙ୍କର ଉପଦେଶ କ୍ରମରେ ଭକ୍ତମାନଙ୍କୁ କହୁଥାନ୍ତି, ସାଧକ ମାନଙ୍କୁ, ଯେ ତମକୁ ଆନନ୍ଦର ଅଭ୍ୟାସ କରିବାକୁ ପଡିବ। ଅଲୱେଜ ବି ହ୍ୟାପି। ଦେଖନ୍ତୁ, ଯୋଗୀ ମାନେ, ଦ୍ରଷ୍ଟା ମାନେ ସବୁବେଳେ ସେ ସମାନ କଥା କହନ୍ତି। ଅଲ୍ ଗ୍ରେଟ୍ ମେନ୍ ଥିଙ୍କ ଆଲାଇକ୍, ଯେମିତି କୁହାଯାଏ। ମା ବି ଆମକୁ କହିଛନ୍ତି ତାଙ୍କର ଯେଉଁ 5ଟା ଟିପ୍ସ,
ସେଥିରେ ଅଛି ଏଇଟା ବି ସିମ୍ପଲ, ରିମେନ୍ କ୍ୱାଇଟ୍, ରିମେନ୍ ଚିୟରଫୁଲ, ବି ହ୍ୟାପି ଅଲୱେଜ। ବି ହ୍ୟାପି। ଆନନ୍ଦଟା ପ୍ରକୃତରେ ଆମର ଅସ୍ତିତ୍ୱ। ଆନନ୍ଦ ହେଉଛି ଆମର ସୃଷ୍ଟ ଉତ୍ସ। ଆନନ୍ଦ ହିଁ ଆମର ଜନ୍ମ ଏବଂ ଆନନ୍ଦ ଦିଗରେ ଯାତ୍ରା। ତେଣୁ ସେ ଆନନ୍ଦକୁ ଆମେ ସବୁବେଳେ ବଜାୟ ରଖିବା ଦରକାର। ଚେତନାରେ ଏଇଟା ଗୋଟେ ଅତି ସୁନ୍ଦର ଅବସ୍ଥା ସୃଷ୍ଟି କରେ ଏବଂ ଆନନ୍ଦର ଆଧାରରେ କୌଣସି ଅପଶକ୍ତି କାର୍ଯ୍ୟ କରିପାରନ୍ତି ନାହିଁ। କୌଣସି ଅପଶକ୍ତି। ଆନନ୍ଦିତ ଅବସ୍ଥାରେ ଗୋଟେ ବ୍ୟକ୍ତି ମୃତ୍ୟୁ କବଳିତ ହେଇପାରିବ ନାହିଁ। ତେଣୁ ଆନନ୍ଦ ଯେଉଁ ଦିବ୍ୟ ଗୁଣ, ସମସ୍ତେ ଅଭ୍ୟାସ କରିବା ଦରକାର ବୋଲି ଗୁରୁଜୀ ଶ୍ରୀ ରବିଶଙ୍କର କହୁଥିଲେ। ମା କହିଛନ୍ତି, ହ୍ୱେନ୍ ଏଭର ୟୁ ଫିଲ୍ ଅନହ୍ୟାପି, ରାଇଟ୍ ବିଲୋ ଇଟ୍ ୟୁ ଆର୍ ନଟ୍ ସିନସିୟର। କୌଣସି ମୁହୂର୍ତ୍ତରେ ତୁମେ ଯଦି ଅସୁଖୀ ଅନୁଭବ କରୁଛ, ସାମାନ୍ୟ ଅସୁଖୀ, ଟିକେ ବିରକ୍ତ, ଅସନ୍ତୁଷ୍ଟ, କାରଣ ପ୍ରତ୍ୟେକଟି ବିରକ୍ତି ଅସନ୍ତୁଷ୍ଟି ସୂଚେଇ ଦିଏ ଯେ ଆମେ ଅଭିଯୋଗ କରୁଛୁ, ଭଗବାନଙ୍କୁ କୃତଜ୍ଞତା ଜଣାଉନାହୁଁ। କାରଣ ଯଦି ଆମେ କୃତଜ୍ଞତା ଜଣାଉଥାନ୍ତୁ ତାହେଲେ ଅଭିଯୋଗ କେମିତି ଆସନ୍ତା? ଯିଏ ଅଭିଯୋଗ କରିବ ସେ କୃତଜ୍ଞ ହେଇପାରିବ ନାହିଁ କେବେ ବି। ଏଇଟା ଦୁଇଟା ବିପରୀତ। ଦେଖନ୍ତୁ, କୃତଜ୍ଞତାର ବିପରୀତ ହେଉଛି ଅଭିଯୋଗ ଏବଂ ଅସନ୍ତୁଷ୍ଟି। ବିପରୀତ ଗୁଣ ଗୁଡିକ କଣ, ଆମକୁ ବୁଝିବାକୁ ପଡିବ। ଛୋଟ ପିଲାମାନେ ନ ବୁଝିକରି ଘୋଷି ଦିଅନ୍ତି। ଶିକ୍ଷକ ବନ୍ଧୁମାନେ ସେମାନଙ୍କୁ ବୁଝେଇବା ଦରକାର। ପ୍ରକୃତରେ ଶବ୍ଦ ଗୁଡିକ ଘୋଷେଇବା ଦରକାର ନାହିଁ, ବୁଝେଇବା ଦରକାର ତା ତାତ୍ପର୍ଯ୍ୟଟି। ଯେତେବେଳେ ଆମେ ବିରକ୍ତ ଅନୁଭବ କରୁଛୁ, ଅସନ୍ତୁଷ୍ଟ ଅନୁଭବ କରୁଛୁ, ସୂଚେଇ ଦେଉଛି ଭଗବାନଙ୍କ ଉପରେ ଆମ ନିଷ୍ଠା ନାହିଁ। କାରଣ ଭଗବାନ ଯାହା ଆମକୁ ଦେଇଛନ୍ତି ସେଟା ଠିକ ହେଲା ନାହିଁ ବୋଲି ଆମେ କହୁଛୁ, ଭୁଲ ହେଇଗଲା। ସତେ ଏମିତି ଭଗବାନ ଆଉ ଟିକେ ବେଶୀ ବୁଦ୍ଧିମାନ ହେଇଥିଲା, ଟିକେ ବେଟର କାମ କରିଥାନ୍ତେ, ଯଦି ମତେ ପରାମର୍ଶ କରିଥାନ୍ତେ, ମୋ ସହିତ ମୁଁ ଟିକେ ବେଟର ଗାଇଡେନ୍ସ ଦେଇଥାନ୍ତି, ଅଧିକ ମାନେ ଆଉ ଟିକେ ଅଧିକ ସୁନ୍ଦର ଉପାୟଟେ ଭଗବାନଙ୍କୁ ବତେଇଥାନ୍ତି। ଏଇ ଧାରଣା, ଏଇଟା ତ ସେଇ ଆତ୍ମଗର୍ବ, ଅହଙ୍କାର। ତେଣୁ ଯେତେବେଳେ ଆମେ ଭଗବାନଙ୍କର ଦାନର ମହତ୍ଵକୁ ବୁଝିପାରୁନା, ମୂଢତା ଯେତେବେଳେ ଆମର ଚେତନାକୁ ଆଚ୍ଛାଦିତ କରିଦିଏ, ଆମେ ଅସନ୍ତୁଷ୍ଟ ହଉ, ଦୁଃଖ ପ୍ରକାଶ କରୁ। ତାପରେ ଶ୍ରୀ ଗୁରୁଜୀ ରବିଶଙ୍କରଙ୍କୁ ସାଧକ ମାନେ ପ୍ରଶ୍ନ କଲେ ଯେ ଆନନ୍ଦଟା ଅଭ୍ୟାସ କେମିତି କରିବୁ? ଆନନ୍ଦ ତ ଆପଣା ଛାଏଁ ଆସିବ ନା। ଦେଖନ୍ତୁ, ପ୍ରାକ୍ଟିକାଲ କ୍ୱେଶ୍ଚନ। ଆନନ୍ଦ ଗୋଟେ ଅବସ୍ଥା। ସେମିତି ଗୋଟେ ଘଟଣା ଘଟିଲେ ଆମେ ଖୁସି ହେଇଯାଉ, ସେମିତି ଗୋଟେ ଘଟଣା ଘଟିଲେ ଆମେ ଦୁଃଖୀ ହେଇଯାଉ। ଏଇଟା ଅଭ୍ୟାସ ପୁଣି କେମିତି କରିବୁ? ମାନେ କିଛି କାରଣ ନଥିଲେ ମଧ୍ୟ ଏମିତି ମିଛ ମିଛକାରେ ଆମେ ହସୁଥିବା କି? ଆନନ୍ଦର ଅଭ୍ୟାସ କରୁଥିବା, ସବୁବେଳେ ହସୁଥିବା। ଦେଖନ୍ତୁ, ଆମକୁ ଏଇଟା ନାଟକ ଭଳି ଲାଗିପାରେ, କିନ୍ତୁ ଶ୍ରୀ ରବିଶଙ୍କର ଜୀ କହିଲେ ହଁ। ଏବଂ ମୁଁ ଦେଖିଛି ତାଙ୍କର ପ୍ରଶିକ୍ଷକ ମାନେ ମଧ୍ୟ ଯେଉଁ ପ୍ରଶିକ୍ଷଣ ଦିଅନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ, ସେମାନେ କହନ୍ତି ଯେ ମିଛ ମିଛିକା ହଉ ପଛେ, झूठ मूठ का सही, आप चेहरे पे एक मीठी मुस्कान बनाए रखें। ଦେଖନ୍ତୁ, ପ୍ରକୃତରେ ଯୋଉଟା ଆମର ମୂଳ ସ୍ୱଭାବ, ଆମେ ସେଥିରୁ ଏତେ ଦୂରେଇ ଯାଇଛୁ ଯେ ସେଟା ଆମକୁ ବର୍ତ୍ତମାନ ମିଛି ମିଛିକା ଭଳି ଲାଗୁଛି, ନାଟକ ଭଳି ଲାଗୁଛି। ଗୋଟେ ଛୋଟ ଶିଶୁ ଦିନକୁ ଅତି କମରେ 400 ଥର ହସିଥାଏ, ମାନେ ସବୁବେଳେ ହସୁଥାଏ। ଆଉ କଣ, ନିତ୍ୟ ଆନନ୍ଦରେ ସେ ବିରାଜମାନ କରୁଥାଏ। କାଳକ୍ରମେ ମନ ବିକଶିତ ହେବା ସହିତ ପରିବେଶର ମଇଳା ସେ ଆହରଣ କରେ, ତାର ଚେତନାର ଶୁଦ୍ଧତା ଧୀରେ ଧୀରେ ଆବୃତ ହେଇଯାଏ, ହସ ଧୀରେ ଧୀରେ ଲିଭିଯାଏ। ତେଣୁ ସେ ହସକୁ ଫେରି ପାଇବାର ଆମକୁ ଅଭ୍ୟାସ କରିବାକୁ ପଡିବ। ଆମକୁ ଲାଗୁଛି ଏଇଟା ମିଛ ବୋଲି, କିନ୍ତୁ ମିଛ ନୁହେଁ। ଆମେ ଦୂରେଇ ଯାଇଛୁ ଅଭ୍ୟାସରେ ବୋଲି ଆମକୁ ସେମିତି ଲାଗୁଛି। କିନ୍ତୁ ସାଧକ ମାନେ ଆହୁରି ପ୍ରଶ୍ନ କଲେ, ମାନେ କେମିତି ଅଭ୍ୟାସ କରିବୁ? ଏମିତି ନାଟକ କଲେ ତ ଭଲ ଲାଗୁନାହିଁ। ସେଇଟା ଦେଖନ୍ତୁ, ଗୋଟେ ଦ୍ରଷ୍ଟା ହିଁ ଏଇଟା କହିପାରେ। ସେ ଗୁରୁଜୀ ସେଠି କହୁଛନ୍ତି, ବି ଗ୍ରେଟଫୁଲ।
कृतज्ञ हो, कृतज्ञतार अभ्यास कर। दैट इज द वे टू जॉयफुलनेस। कृतज्ञता ही होची से आनंद अभ्यास करिबार मार्ग। प्रकृतिर भाई माने आमे जेतेबेले भगवानकर अनंत दान को कल्पना करी मानसिक दृष्टि देखी जेतेबेले आमे विस्मित हो जाऊ, विस्माभिभूत हो जाऊ, सेतेबेले आम आखिर स्वाभाविक भाव में झरी आसे कृतज्ञतार दुई ठपा अश्रु। निश्चित भाव एटा जने अनुभव करिवो भगवान कौन न देइछन्ते आम पुणी आम अभियोग करूचु गोटे छोटिया जिनस एटा हला नहीं सेटा हला नहीं जहाँ देइछन्ते आगे देखा जाऊ से आम केते कृतज्ञ। समग्र जीवन आम कृतज्ञता जनाया नियंत। तेणु ये कृतज्ञतार भावटी आमको प्रकृति से आनंद दिगरे नहीं जाए जोड़ा कि आमर प्रकृति विवर्तन धारार लक्ष्य आमको सीधा सड़क लक्ष्य आड़ से नहीं जाए। एवं माँ कहते जे अहंकारी जे स्वार्थी से कृतज्ञ हो पार ना। ए सेल्फ विल्ड मैन कैनॉट बी ग्रेटफुल because when he gets what he wants he gives all the credit for it to his own will, and when he gets what he doesn't want he resents it badly and throws all the blame on whomsoever he considers responsible, God, man or nature। जे आत्मकेन्द्रिक जे अहंकारी से किसी पाईगले निजको बाहावा दिए एवं तार ईश्वित वस्तु प्राप्त नहेले से परिवेश को निंदा करे किंबा तार परिवेष्टन वास करुवा लोक मान को निंदा करे किंबा भगवान को निंदा करे। तेणु कौन सी परिस्थिति रे से भली व्यक्ति कृतज्ञ हो पारे ना। एवं माँ कहते जड़े मनीष केते महान से जना पड़े तार विनम्रतार अनुपात रे। द नोबिलिटी ऑफ ए बीइंग इज मेजर्ड बाय इट्स कैपेसिटी ऑफ ग्रेटिट्यूड। कृतज्ञतार भावटी का भितर केते महत् केते प्रबल से अनुपात रे आमे कलना करिबा तार महानतार। कृतज्ञता होची चेतनार उच्चतार परिमापक एवं कौन सी व्यक्तिगत चेतनार महानतार परिमापक। मांकर परवर्ती दिव्य विभाव होची परसिभियरेंस बा प्रयत्नशीलता। प्रयत्नशीलता जत्नवान हवा निजर निष्ठा को बजाय रखिबा एटा होची प्रयत्नशीलता। आमे दिव्य चेतना को आस्पृहा करू, शुद्धता पे आस्पृहा करू, विनम्रता पे आमे अभ्यास करू। जेते सबु चेतनार विकास पाई शुद्धिकरण पाई जहाँ आमे जानिचु से सब अभ्यास तो करू, किंतु से अभ्यास आमर क्षणस्थायी हुए, आमर निष्ठा बारंबार भांगी जाए एवं सीटा ही आमर विफलतार कारण होता है। तेणु परसिभरेंस होची परसिस्टेंस। जो दिव्य गुण गुड़िक सद्गुण गुड़िक आम अभ्यास करुछंती सेथिर लागी रहिबा एथिपाई आवश्यक होची अटल धैर्य, असीम धैर्य एवं अटल निष्ठा। एटा नथिले व्यक्ति साधना आरंभ तो करिवो किंतु बेसी दूर जाई परबो नहीं, से निराश हो
ବୋର୍ଡ ହେଇଯିବ। ଏ ବୋର୍ଡମ୍ କଣ ମୁଁ ପ୍ରକୃତିରେ ଆଜି ପର୍ଯ୍ୟନ୍ତ ବୁଝି ନାହିଁ। ଏଇଟା ଅତି ଗୋଟେ ଅନ୍ଧକାରଚ୍ଛନ୍ନ ଅବସ୍ଥା, ବୋର୍ଡମ୍ ଏବଂ ନୈରାଶ୍ୟ, ଅବସାଦ, ଏଠି ଚେତନାର ଅତି ଅନ୍ଧକାରଚ୍ଛନ୍ନ ଅବସ୍ଥା। यार विपरीत होची परसिभियरेंस। आम उदाहरण नवा से महान योगी रामायण जुगर सबरी। सबरी केते बड़ योगी थिले देखंतु, वर्ष वर्ष धरी, दशंधि दशंधि धरी से समान कार्य कर आछंती, से समान निष्ठार सहित। कारण प्रभु आसवे, भगवान श्री रामचंद्र आसवे, तांको काकभूषणी कहि दैछंती, तांकर वाणी केबे मिथ्या हबार नाही। भगवान श्री रामचंद्र आसवे, केबे आसवे कहि नाहंती, तेणु प्रतिदिन तांको से कामटी करिया पड़िबो ना। कि देखंतु दिने कले, दि दिन कले, वर्षे कले, केबे भी भाबी नाहंती जे एते दिन कलेनी आसिले नाही, दिने हुए तो टिके हेला कर दिए, आज न कले कौन हो जाउची, एते दिन तो आसिले नि, काली कौन आसे, एमती केबे भाबी नाहंती। प्रतिदिन से समान निष्ठार सहित, समान विश्वास सहित ना आज निश्चय आसे, टिके भी से परिवर्तन नहीं, शिथिलता नहीं, अवहेलार तो प्रश्न नहीं। एटा होची परसिभियरेंस। एवं साधना आरंभ कला मात्र के जेते सब बाधा विघ्न आसु, जेते सब झड़झंझा आसु, ताको अतिक्रम करी लक्ष्यर शेष पर्यंत जीवा पई जो दृढ़ संकल्प, एटा होची परसिभियरेंस। मैं कहले द डिसीजन टू गो टू द वेरी एंड, दिस इज परसिभियरेंस। We must persist in our effort. मांग भाषा भगवान को चाहूं आस्पृहा करूं, किंतु से आमर आस्पृहाटी बारंबार भांगी जाऊ था, भूली जाऊ था, आमर परसिस्टेंस रहे ना, सेथि पई आमर लक्ष्य साधन रे विलंब होय। मैं कहउचंती परसिवियर एंड ऑल ऑब्स्टेकल्स विल बी क्लियर्ड, कंकर्ड। परसिभियरेंस ब्रेक्स डाउन ऑल ऑब्स्टेकल्स बोली कहउछ। अध्यवसाय गोटे एमती गुण जहाँकि समस्त बाधा विघ्न को दूर कर दिए, समस्त बाधा विघ्न उपर विजय हासिल करिवार जो दिव्य गुणटी होची परसिभियरेंस बा अध्यवसाय। मैं कहते आम जिते असमर्थ, जिते दुर्बल हेले मध्य यदि अध्यवसायशील हवा, ताहले दिन ना दिने आम ता उपरे विजय हासिल करिबा, जहाँ एपर्यंत आम पई अपहंच होइके रहिछि। तेणु विपद जेड़े विराट हो, संकट जेते जटिल हो, गोटे पहाड़ आमर साधनार सम्मुखें आसी ठिया हेले मध्य ताकू लंघन करी आरपट को चली जावा पई आम भितर दृढ़ विश्वास और संकल्प रही दरकार। कारण सब बड़े मन रखा जे आम केबे हेले एकुटिया नहु, माँ आम सहित अछंती। तेणु सब बड़े आमर निष्ठा को आम बजाय रखिबा, केबे हेले कर्तव्य रे शिथिल हवा नहीं, जिते समय लागू पछे आम निराश हवा नहीं। आम जान रखिबा जे प्रकृत रे एटा गोटे माटी खोलला भली, मैं 100 फुट खोलले 200 फुट खोलले तापर यदि आम प्रचेष्टा छाड़ी दबा, किए कही पारे 201 फुट तले पानी थो, प्रायतः सेमती ही थाए। आम शेष मुहूर्त ही प्रयास छाड़ी दबु। तेणु प्रत्येक मुहूर्त आम पाई से परीक्षार मुहूर्त, शेष मुहूर्त, आसन्न मुहूर्त बोले आम
विश्वास रखिबा एवं अध्यवसायशील हवा। परवर्ती मांकर दिव्य विभाव होची शुभ भाव बा गुडविल। शुभ भाव केते सुंदर ए शब्दटी। मांकर गोटे सुंदर बाणी मध्य संपर्क रे अछि। आपण माने सुनिथिबे, गुडविल फॉर ऑल and goodwill from all is the basis of peace and harmony। समस्तंक प्रति शुभेच्छा एवं समस्तंक ठारू शुभेच्छा, अर्थात समस्ते जगतर समस्ते परस्पर प्रति सदिच्छा संपन्न यदि हेबे, that is the basis of peace and harmony बोली मां कहूछ। सेटा होची शांति एवं संगतिर आधार। स्वाभाविक भाव रे समग्र विश्व संगतिमय हो जाव। आमे प्रकृति रे समस्तंक पई सदिच्छा पोषण करि पारुछु कि आमे बरং विपरीतटा करूछु। आमे निजर हित इच्छा करूछु, अन्य मानकर जा हो मोर कोन आसे, आपे बंचिले बापरन। एटा वर्तमान हमर जीवन रो आधार। किंतु एटा होची हमर संकीर्ण चेतनार परिचय, चेतनार संकीर्णतार परिचय। एटा जेतेबेले चेतना हमर विस्तारित हुए आमे उदार हो। उदारता मध्य मांकर गोटे दिव्य गुण। ए स्वभाव एवं उदारता ए माने सांग होकर आसंती। जे उदार न हबो से स्वाभाविक भाव रे अन्य मानक प्रति सदिच्छा पोषण करि परिबो ना। जे स्वार्थी हबो से केबे उदार ही परिबो ना। से अन्य मानक पई सदिच्छा पोषण करि परिबो ना। स्वार्थ सेल्फिशनेस एटा होची उदारतार विपरीत गुण। जे आत्मकेंद्रिक जीवन यापन करे से अन्य मानक प्रति शुभेच्छा पोषण करि परना। वर्तमान एटा होची दुनियार समस्या। आमे ए दिगरे कार्य करबा दरकार। प्रकृति रे किभଳି समस्तଙ୍କ भितरे स्वभाव विकसित हो, उदारता गुण विकसित हो, एटा न करी करी आमे नियम कानून सजाड़बारे मातिसंती। मनुष्य को आहुरी अधिक अधिक सुविधावादी भोगवादी करिवार लागिसंती। एटा होची वर्तमान हमर जो चेतना स्तर में वंचुछु तार विडंबना। मनुष्य प्रकृति रे एटा होची चेतनागत असामर्थ्य। आमे जहा कहिले कोन हबो प्रथम बुझा दरकार जे समस्याटी केउठ रहिछि। कहते one should keep goodwill and love constantly in his heart and let them pour out upon all with tranquility and equanimity। हृदय रे सदा सर्वदा गोटे शुभ भाव एवं प्रेमर भावटी बजाय रखिबो एवं चतुर्पार्श्व रे ताकू वितरण करिवो संपूर्ण शांति एवं समता भाव सहित। सदिच्छा पातर अंतर ना, समस्त सदिच्छा। अयम निज प्रोवेति गणनाम लघुचेरसाम उदार चरिता नान्तु वसुधैव कुटुंबक। ये प्रकृतिर उदार तापई समग्र वसुधा गोटे परिवार, समस्ते तार आपणार। एवं एटा केवल गोटे आदर्शगत गोटे नैतिक सत्य नुहे, एटा होची हमर चेतनागत सत्य, उपादानगत सत्य, फिजिकली ट्रू। आम प्रकृति कहीं काठू अलगा नुह। आम समस्ते से एक ही शरीर विभिन्न अंग प्रत्यंग, आम अलगा नुह।
ଯେମିତି ମୋର ହାତଟି କଣ ଶରୀର ଅଲଗା କି ଗୋଟିଏ ଆଙ୍ଗୁଠିର ନଖ ସେ ଶରୀର ଅନ୍ୟ ଅଙ୍ଗମାନଠୁ ଅଲଗା କି? ସେ ତ ଯୋଡି ହେଇଛି ନା। ଯଦି ନଖ କହିବ ନା ମୁଁ ଅଲଗା, ମୁଁ କେବଳ ମୋ ଚିନ୍ତା କରିବି, ଏବଂ ଗୋଟିଏ ନଖ ଯଦି ଧରନ୍ତୁ ବହୁତ ହୃଷ୍ଟପୃଷ୍ଟ ସୁନ୍ଦର ହେଇଗଲା, ଶରୀରର ବାକି ସବୁ ଅଂଶ ଦୁର୍ବଳ ରୋଗାଗ୍ରସ୍ତ ହେଇଗଲା, ତାହେଲେ ମୁଁ ଖୁସି ହେଇପାରିବି କି? ଠିକ ସେମିତି ଆମେ ସମସ୍ତେ ଭଗବାନଙ୍କର ସେ ବିରାଟ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, ଅସଂଖ୍ୟ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ, ତେଣୁ ଆମେ ସମସ୍ତେ ଏକ। ତେଣୁ ଏଠି ଆଉ ବ୍ୟକ୍ତିଗତ ଚିନ୍ତାର ପ୍ରଶ୍ନ କୋଉଠି ଉଠୁଛି? ଯଦି କଲ୍ୟାଣ ହବ ତାହେଲେ ସାମଗ୍ରିକ ହବ। ସେଥିପାଇଁ ସମସ୍ତଙ୍କ ପ୍ରତି शुभेच्छा। एटा ही हमारा पृथ्वी वातावरण को प्रस्तुत करिवो जे दिव्य राज्य ये प्रकाशित हम दिव्य चेतना अवतरण तो कर सारी, किंतु अधिक अधिक क्रियाशील हम एवं से जो सत्य चेतना रे परिचालित जीवगण ए पृथ्वी जो विचरण करेंगे, सत्य जो प्रतिष्ठा हम से अवस्था शीघ्रात शीघ्र उपस्थित हो। तापरे से शुभ भावर पाखापाखि गुण उदारता संपर्क मध्य आम अध्ययन करदेवा। उदारता मां गोटे दिव्य विभाव, दिव्य गुण। उदारतार संज्ञा होउची अन्यर सुखरे सुखी हवा, अन्यर संतोष रे संतुष्ट हवा। एवं कौन सी प्रकार व्यक्तिगत चिंता न करिवा, व्यक्तिगत लाभ पाई, व्यक्तिगत सुख पाई से दिगरे आदो मुंड न खळेवा, एटा होउची उदारता। आमे तो अन्यर दुखरे टिके दुखी हे जाऊ, किंतु अन्यर सुखर सुखी हेबाटा, अन्यर सुख देखी बा उन्नति देखी सुखी हेबाटा अति विरल। आमे कहि दे पारू, आमे अन्यर खुशी मुहूर्त रे तांको बधाई जणेबा पई बा सेलिब्रेट करिया पई आमे जाऊ, किंतु भितरे भितरे आमे मिछ कहिबा कहा पाखरे, निजे को ठगी परिबा कि? भितरे भितरे आम भितरे कोहळु थाए गोटे ईर्षार बन्ही। ईर्षा होउची उदारतार विपरीत गुण। से भली अनेक पाखापाखि वैपरीत्य रही उदारतार। एवं अधिकार बोध, पॉजिटिवनेस, जगत को निजे अधिकार करिवार जो इच्छा, जगत को शोषी नेबार जो इच्छा, एटा होची उदारतार विपरीत। तेणु से समतुल गुण गुड़िक आसिबो लोभ, कामना, क्षुधा, बुभुक्षा, सब प्रकार भेदभाव, ये सब निम्न गुण गुड़िक उदारतार विपरीत। ये उदार से प्रकृति महान। The nobleness is to refuse all personal calculations. सब प्रकार व्यक्तिगत हिसाब किताब, व्यक्तिगत लाभर लालसा ताको प्रत्याख्यान करबा होची महानता। जेमती ऐसा सुन, आम समस्ते गोटे विषय निश्चय एकमत हवा जे बापा माँ निज पुओ झियों प्रति स्वार्थपर हो पारे कि?
ପୁଅଟିଏ ବା ଝିଅଟିଏ ଭୋକିଲା ଥିବ, ସନ୍ତାନ ଭୋକିଲା ଥିବ, ମାର ମୁହଁକୁ ଅନ୍ନ ଯିବ କି? କାରଣ ସେମାନେ ତାର ଅତି ନିଜର ନା। ନିଃସ୍ୱାର୍ଥପରତାର ତ ଚରମ ଉଦାହରଣ ହଉଛି ମା। ସେଇ ଯୋଉ ମାତୃସୁଲଭ ନିଃସ୍ୱାର୍ଥପରତା, ସେଟା ଆମ ସମସ୍ତଙ୍କ ଭିତରେ ଉଦ୍ଦୀପିତ ହେବା ଦରକାର ଏବଂ ସମଗ୍ର ଜଗତ ପ୍ରତି, ସମଗ୍ର ଜଗତ ପ୍ରତି ମାତୃ ହୃଦୟ, ଏଇଟା ହଉଛି ଉଦାରତା। ସେତେବେଳେ ଆମେ ଅନ୍ୟର ସୁଖରେ ସୁଖୀ ହେଇପାରିବା। ସେତେବେଳେ ଅନ୍ୟ ଆଉ କିଏ? ଯେତେବେଳେ ଅନ୍ୟର ଭେଦ ରହିବ ନାହିଁ, ସେତେବେଳେ ଆମେ ହିଁ ସମସ୍ତଙ୍କର ସୁଖରେ ସୁଖୀ ହେବା। କାରଣ ସେତେବେଳେ ଅନୁଭବ କରିବା ସମସ୍ତେ ମୋର ନିଜର, ବସୁଧୈବ କୁଟୁମ୍ବକମ୍। ସେଟା ଆମର ଅନୁଭବ ସିଦ୍ଧ ହେବା ଦରକାର, କେବଳ କଥାରେ କହିଲେ ହେବ ନାହିଁ। ଅନେକ ସେମିତି ବ୍ୟକ୍ତି ଥାଆନ୍ତି ଶୁଦ୍ଧ ଚେତନା ଅଧିକାରୀ, ଯେଉଁମାନେ ସମସ୍ତଙ୍କର ହିତ ଚାହାନ୍ତି, ସମଗ୍ର ବିଶ୍ୱ ତାଙ୍କର ଗୋଟେ ପରିବାର, ସମସ୍ତେ ତାଙ୍କର ଭାଇ ବନ୍ଧୁ ଏମିତି ମନେ କରନ୍ତି। ସେମାନେ ପ୍ରକୃତିରେ ଶୁଦ୍ଧ ଚେତନାର ଅଧିକାରୀ, ସେମାନେ ଆମର ନମସ୍ୟ। ବରେଣ୍ୟ କବି ଗଙ୍ଗାଧର କହିଲେ, ପରର ଉନ୍ନତି ଦେଖିଣ ମହତ ହୃଦ ଶତ ପ୍ରଫୁଲ୍ଲିତ, ଦିନ ବୃଦ୍ଧି ଦେଖି ଦିନ କର ପ୍ରିୟା କମଳିନୀ ବିକଶିତ। ଯେ ପ୍ରକୃତିରେ ମହତ୍, ତା ହୃଦୟ ଅନ୍ୟର ଉନ୍ନତି ଦେଖିଲେ ପ୍ରଫୁଲ୍ଲିତ ହୁଏ। ଯେମିତି ଦିବସ ବୃଦ୍ଧି ଦେଖି କମଳିନୀ ବା ପଦ୍ମ ବିକଶିତ ହେଇଥାଏ। ମାଙ୍କର ଆଉ ଗୋଟେ ଦିବ୍ୟ ବିଭାବ ହଉଛି ସାହସ, କରେଜ। ସାହସ ଯୋଗ ପଥରେ ଯିବା ପାଇଁ ଯାହା ସାଧକକୁ ପ୍ରେରିତ କରେ, ଯାହା ଆମର ସାଧନାର ପ୍ରଗତିକୁ ତ୍ୱରାନ୍ୱିତ କରେ। ବିନା ସାହସରେ ପ୍ରଗତି ହେଇପାରିବ ନାହିଁ। ସାଧନାରେ ପ୍ରଗତି ପାଇଁ ସାହସ ଅନିବାର୍ଯ୍ୟ। ପ୍ରଗତି ମଧ୍ୟ ମାଙ୍କର ଗୋଟେ ଦିବ୍ୟ ବିଭାବ ଏବଂ ସାହସ ତାର ଅତି ଘନିଷ୍ଠ। ତେଣୁ ଏ ଦୁଇଟି ଆମେ ଏକା ସାଙ୍ଗରେ ଅଧ୍ୟୟନ କରିବା। ସାହସ ଗୋଟେ ଦିବ୍ୟ ଗୁଣ। ମା କହିଛନ୍ତି ପ୍ରକୃତ ସାହସ ସେଠି ରହିଛି ଯୋଉଠି ଅଧୈର୍ଯ୍ୟ ନାହିଁ। ମା ଦେଖୁଛନ୍ତି କେତେ ସୂକ୍ଷ୍ମ ଭାବରେ, ଆପଣ ଦେଖନ୍ତୁ ମା ଆମର ଚେତନାକୁ କେତେ ସୂକ୍ଷ୍ମ ଭାବରେ, ଗଭୀର ଭାବରେ ନିରୀକ୍ଷଣ କରୁଛନ୍ତି। ଆମ ଭିତରେ କେତେ ଅଧୈର୍ଯ୍ୟ। ଅନେକ ବ୍ୟକ୍ତି ଏମିତି ଥାଆନ୍ତି ଗୋଟେ ସେକେଣ୍ଡ ପାଇଁ ମଧ୍ୟ ଗୋଟେ ଜାଗାରେ ଅପେକ୍ଷା କରିପାରନ୍ତି ନାହିଁ। ମାନେ ଅଧୈର୍ଯ୍ୟର ଚରମ ଦୃଷ୍ଟାନ୍ତ। impatience and rashness। କୌଣସି ଜାଗାରେ ଯଦି ଲୋକମାନେ ଧାଡି ବାନ୍ଧିଥିବେ କୌଣସି ସୁବିଧା ନେବା ପାଇଁ, ପୋଷ୍ଟ ଅଫିସ ହଉ, ବ୍ୟାଙ୍କ ହଉ, ବିଭିନ୍ନ ଅନୁଷ୍ଠାନରେ, ଆପଣ ଦେଖିବେ ସେଠି ବୈକଲ୍ୟର ଚିତ୍ର। କିନ୍ତୁ ମୁଁ କେମିତି ଅନ୍ୟ ସମସ୍ତଙ୍କ ପଛରେ ପକେଇ ଆଗକୁ ଚାଲିଯାଏ, ନା ସେଠି ସଦିଚ୍ଛା ଅଛି ସମସ୍ତଙ୍କ ପ୍ରତି, ନା ଉଦାରତା ଅଛି। ଅଧୈର୍ଯ୍ୟ, ଯୋଉଠି ଅଧୈର୍ଯ୍ୟ ଅଛି ସେଠି ସାହସ ନାହିଁ। ଦେଖନ୍ତୁ, ଯୋଉଠି ଧୈର୍ଯ୍ୟ ଅଛି ସେଠି ବିଶ୍ୱାସ ରହିଛି, ନା ଭଗବାନ ମୋ ସହିତ ଅଛନ୍ତି, ସେ ଅବଶ୍ୟ ମତେ ସାହାଯ୍ୟ କରିବେ। ମୁଁ ମୋର ଚେଷ୍ଟା କରିବି କିନ୍ତୁ ନିୟମ ଭଙ୍ଗ କରିବି ନାହିଁ। ନିୟମକୁ ମାନିକରି ମୁଁ ଚଳିବି। ଯଦି ସେଥିରେ ମୁଁ ବିଫଳ ହେଲି ସେଥିପାଇଁ ଭଗବାନ ଦାୟୀ ହେବେ, ମୁଁ। ଏଇ ଯୋଉ ବିଶ୍ୱାସ, ଭଗବାନ ପ୍ରତି ନିଷ୍ଠା, ତେଣୁ ଦିବ୍ୟ ଗୁଣ ଗୁଡିକ ପ୍ରକୃତରେ ପରସ୍ପର ସହିତ ଛନ୍ଦାଛନ୍ଦି ହେଇକି ଆସନ୍ତି। ଏଠି ସତ୍ୟନିଷ୍ଠାଟି ବାସି ଯାଉଛି। ସାହସ,
ସାହସ ହେଉଛି ଆତ୍ମାର ଗୁଣ ବୋଲି ମା କହିଛନ୍ତି। ଇଟ୍ ଇଜ ସାଇନ୍ ଅଫ୍ ସୋଲ୍ସ ନୋବିଲିଟି, ଆତ୍ମାର ମହାନତା। ସାହସ କୌଣସି ପରିସ୍ଥିତିରେ ଆଶା ହରେ ନାହିଁ। କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହାରା ହୁଏ ନାହିଁ। କୌଣସି ପରିସ୍ଥିତିରେ ନିଜର ନିଷ୍ଠାଟିକୁ ହରାଏ ନାହିଁ। ମା କହିଛନ୍ତି ଯେ ସାହସ ଆମର ଚେତନାର ପ୍ରତ୍ୟେକ ସ୍ତରରେ ପ୍ରତିଫଳିତ ହେବା ଦରକାର ବା ଆଚରିତ ହେବା ଦରକାର। ଶାରୀରିକ ସ୍ତରରେ, ପ୍ରାଣିକ ସ୍ତରରେ, ମାନସିକ ସ୍ତରରେ ଏବଂ ସର୍ବୋଚ୍ଚ ହେଉଛି ଆତ୍ମିକ ସ୍ତରରେ। ପ୍ରକୃତରେ ଯେତେବେଳେ ଆମର ଚେତନା ଆତ୍ମା ସ୍ତରରେ ପ୍ରତିଷ୍ଠିତ ହେବ, ସେତେବେଳେ ସାହସ ହେଉଛି ତାର ଗୋଟେ ସ୍ୱାଭାବିକ ଅଭିବ୍ୟକ୍ତି। କିନ୍ତୁ ଚେତନାର ନିମ୍ନ ଅଙ୍ଗ ଗୁଡ଼ିକରେ ଆମକୁ ସାହସର ଅଭ୍ୟାସ କରିବାକୁ ପଡ଼ିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବା, ଅନ୍ୟମାନଙ୍କ ପ୍ରତି ଉଦାର ହେବା, ସଦିଚ୍ଛା ପୋଷଣ କରିବା ଏବଂ କିଛି ବି ଭୟ ନ କରିବା। ପରିଣାମ ଯାହା ହଉ ପଛେ ଶେଷ ପର୍ଯ୍ୟନ୍ତ ଯିବା ପାଇଁ ସଂକଳ୍ପବଦ୍ଧ ହେବା, ଏଟା ହେଉଛି ସାହସର ପରିଚୟ। ପରିଶେଷରେ ଆଉ ଗୋଟିଏ ଦିବ୍ୟ ଗୁଣ ମାଙ୍କର ସତ୍ୟନିଷ୍ଠା ବା ସିନସିୟରିଟି। ମା ବହିରେ ତ ପ୍ରଭୁ କହିଛନ୍ତି ଯେ ଆମର ଏକମାତ୍ର ରକ୍ଷା କବଚ, ଜୀବନ ପଥରେ ସକଳ ଭୟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହେଇ ଚାଲିବା ପାଇଁ ଦୁଇଟି ଜିନିଷ ପ୍ରୟୋଜନ, ଦୁଇଟି ସର୍ବଦା ଏକ ସଙ୍ଗେ ରହେ। ଗୋଟେ ମା ଭଗବତୀଙ୍କର କରୁଣା ଏବଂ ଅନ୍ୟଟି ଶ୍ରଦ୍ଧା, ନିଷ୍ଠା ଓ ସମର୍ପଣରେ ଗଠିତ ତୁମର ଅନ୍ତଃକରଣ ବୋଲି ପ୍ରଭୁ କହିଲେ। ଫେଥ୍, ସିନସିୟରିଟି ଆଣ୍ଡ ସରେଣ୍ଡର। ଭଗବାନଙ୍କ ଉପରେ ପୂର୍ଣ୍ଣ ଆସ୍ଥା, ଫେଥ୍, ସେଟା ହେଉଛି ଶ୍ରଦ୍ଧା, ଏବଂ ନିଷ୍ଠା, ସିନସିୟରିଟି ମାନେ ଆନ୍ତରିକତା। ଏବଂ ତୃତୀୟଟି ସମର୍ପଣ। ଏ ଭିତରୁ ନିଷ୍ଠା, ନିଷ୍ଠା ମାନେ ସତ୍ୟନିଷ୍ଠା, ସିନସିୟରିଟି, ସତ୍ୟକୁ ଜାବୁଡ଼ି ଧରିବା। ଅନ୍ୟ କିଛିକୁ ଜାବୁଡ଼ି ଧରିଲେ, ତା ପ୍ରତି ନିଷ୍ଠାବାନ ହେଲେ ସେଟାକୁ ଯଥାର୍ଥ ନିଷ୍ଠା କୁହାଯିବ ନାହିଁ। ଅପରାଧୀ ମାନେ ବି ବହୁତ ନିଷ୍ଠାବାନ ହେଇଥାନ୍ତି। ଯେଉଁମାନେ ଶୈତାନର ପୂଜା କରୁଥାନ୍ତି ସେମାନେ ତ ଆହୁରି ବେଶୀ ନିଷ୍ଠାବାନ ହେଇଥାନ୍ତି। କିନ୍ତୁ ସେ ନିଷ୍ଠା ଆମର ଦରକାର ନାହିଁ। ଆମେ ସତ୍ୟକୁ ଚାହିଁବା, ଭଗବାନଙ୍କୁ ଚାହିଁବା। ଭଗବାନ ହେଉଛନ୍ତି ସତ୍ୟ, ତାଙ୍କୁ ଜାବୁଡ଼ି ଧରିବା। କୌଣସି ପରିସ୍ଥିତିରେ ଆମେ ସତ୍ୟକୁ ଛାଡ଼ିବା ନାହିଁ। ଶୈତାନ ଆମକୁ ପ୍ରଲୋଭନ ଦିଏ, ଆମେ ବାରମ୍ବାର ତାର ପ୍ରଲୋଭନର ଶିକାର ହେଇକରି ସତ୍ୟକୁ ଛାଡ଼ିଦେବୁ।
ତେଣୁ ମା କହିଲେ ସିନସିୟରିଟି ଇଜ ଦ କି ଅଫ୍ ଦି ଡିଭାଇନ୍ ଡୋର୍ସ। ଦିବ୍ୟ ଚେତନାର ଦ୍ୱାର ଗୁଡ଼ିକ ବନ୍ଦ ହେଇକି ରହିଛି, ତାକୁ ଖୋଲିବାର ଚାବି ହେଉଛି ଆନ୍ତରିକତା ବା ସିନସିୟରିଟି। ଏବଂ এই ନିଷ୍ଠାଟି ଆମର ଚେତନାର ସମସ୍ତ ଅଂଶରେ ଦେହ ପ୍ରାଣ ମନ ପ୍ରତ୍ୟେକ ସ୍ତରରେ ପ୍ରକାଶିତ ହେଲେ ହିଁ ହେବ। ଆମର ମନ ସତ୍ୟକୁ ଗ୍ରହଣ କରିଦିଏ, କିନ୍ତୁ ପ୍ରାଣ ତାକୁ ସେଟା ପସନ୍ଦ ନାହିଁ। ତେଣୁ ପ୍ରଭୁ କହିଲେ ତୁମେ ଯଦି ଚେତନାର ଗୋଟିଏ ଦିଗରେ ସତ୍ୟ ପ୍ରତି ଦ୍ୱାର ଉନ୍ମୁକ୍ତ ରଖ, କିନ୍ତୁ ଅନ୍ୟ ଦ୍ୱାରଟି ଦେଇକରି ସବୁ ମିଥ୍ୟା ଗତିବୃତ୍ତିକୁ ଆସିବାକୁ ଦିଅ, ତାହେଲେ ସତ୍ୟ ମିଥ୍ୟା ଉଭୟଟିକୁ এই ଦେବୋଦ୍ଦିଷ୍ଟ ମନ୍ଦିର ରଖିବା ପାଇଁ ଅନୁମତି ଦିଆଯାଏ ନାହିଁ। ସୁନ୍ଦର ଭାବରେ ପ୍ରଭୁ ଲେଖିଛନ୍ତି। ତେଣୁ ମିଶାମିଶି କଲେ ହେବ ନାହିଁ, କେବଳ ସତ୍ୟ, ଅନଲି ଟ୍ରୁଥ। ମା କହିଛନ୍ତି ସିନସିୟରିଟି ଇଜ ଦ ବିଗିନିଂ ଅଫ୍ ଅଲ୍ ପ୍ରୋଗ୍ରେସ। ଏ ନିଷ୍ଠା ହିଁ ସମସ୍ତ ପ୍ରଗତିର ଆରମ୍ଭ। ଡୁ ନଟ୍ ପ୍ରିଟେଣ୍ଡ ବଟ୍ ବି। ଆମେ ମହତର ଛଳନା କରିବା ନାହିଁ, ମହତ ହେବାର ଛଳନା କରିବା ନାହିଁ, ଆମେ ହୋଇ ଉଠିବା। ଏଇଟା ହେଉଛି ସିନସିୟରିଟି। ଇନ୍ ସିନସିୟରିଟି ଇଜ ଦ ସାଟିଚ୍ୟୁଡ୍ ଅଫ୍ ଭିକ୍ଟ୍ରି। ପ୍ରକୃତରେ ଆମର ବିଜୟୀ ନ ହେବାର ବା ବିଫଳ ହେବାର କାରଣ ହେଉଛି ଆମର ନିଷ୍ଠାହୀନତା, ଲ୍ୟାକ୍ ଅଫ୍ ସିନସିୟରିଟି। ତେଣୁ ମାଙ୍କୁ ପ୍ରାର୍ଥନା କରିବା ଆମ ଭିତରେ এই ଆନ୍ତରିକତା ନିଷ୍ଠା ଗୁଣଟି ଅଧିକ ବିକଶିତ ହଉ, ଏବଂ ଯାହା ସବୁ ତାର ବିରୋଧୀ ଛଳନା, ଆତ୍ମପ୍ରତାରଣା, ମିଥ୍ୟା ବା ସତ୍ୟ ପ୍ରତି ବିରୁଦ୍ଧାଚାର, ଏସବୁ ଆମର ଚେତନାରୁ ଦୂରୀଭୂତ ହଉ। ମାଙ୍କର ଦିବ୍ୟ ଗୁଣ ଗୁଡ଼ିକ, ଦିବ୍ୟ ଭାବ ଗୁଡ଼ିକ ଆମକୁ ସବୁବେଳେ ଆଚ୍ଛନ୍ନ କରି ରଖୁ। ଏଇଟା ହିଁ ପ୍ରକୃତରେ ଆମର ରକ୍ଷା କବଚ। এই ଗୁଣ ଗୁଡ଼ିକର ଅଭ୍ୟାସ ଆମକୁ ସକଳ ସଂକଟ, ଭୟ ଏବଂ ସର୍ବନାଶରୁ ରକ୍ଷା କରିବ। ତେଣୁ ଏ ଅବସରରେ ଆମେ ସମସ୍ତେ ପୁନର୍ବାର ମାଙ୍କୁ କୃତଜ୍ଞତା ଜଣାଇବା, ବିନମ୍ର କୃତଜ୍ଞତା, ଯେ ଆମକୁ ତାଙ୍କର ଦିବ୍ୟ ଗୁଣ ଗୁଡ଼ିକର ସହିତ ପରିଚିତ କରାଉଛନ୍ତି। ଆମେ କିଭଳି ତାକୁ ଅଭ୍ୟାସ କରିବା, ସୁନ୍ଦର ଭାବରେ ଆମକୁ ମାର୍ଗଦର୍ଶନ କରୁଛନ୍ତି ଦିବ୍ୟଜନନୀ ଶ୍ରୀମା। ତେଣୁ ତାଙ୍କୁ ଅଶେଷ କୃତଜ୍ଞତା। ସମସ୍ତଙ୍କ ତରଫରୁ ମାଙ୍କୁ ପୁଣି ଥରେ କୃତଜ୍ଞତା ଜଣାଇ, ଅପା ଭାଇମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ଆଲୋଚନାକୁ ବିରାମ ଦେଉଛି। ବନ୍ଦେ ମାତରମ୍।